ଆଗକୁ ଆସୁଛି ମାଣବସା ଗୁରୁବାର। ତ ଏହି ମାଣବସା ଗୁରୁବାର ଯେଉଁ ପ୍ରଥମ ପାଳି ଅଛି, ଏହି ପ୍ରଥମ ପାଳିରେ ମାଣ ବସାଇବା କଥା କି ମାଣ ବସାଇବା ଉଚିତ ନୁହଁ, କେମିତି କ'ଣ ଯଦି ମାଣ ବସାଇବା ପୂଜା କରିବା, କ'ଣ କ'ଣ ସବୁ ଭୋଗ ଲାଗେଇବା, ସେ ବିଷୟରେ ଆସନ୍ତୁ ଆଜିର ଏହି ସୁନ୍ଦର ଭିଡ଼ିଓଟିରେ ଆମେ ଜାଣିବା। ଚଳିତ ବର୍ଷ ମାଣବସା 5 ପାଳି ହିଁ ପଡ଼ୁଛି। ବିଧି ଅନୁସାରେ ମାଣବସା 4 ପାଳି ପାଳନ କରିବା ଉଚିତ ଧାନମାଣିକା ଓଷା ବହି ଅନୁସାରେ। ତ ମାଣବସା ନଭେମ୍ବର 6 ତାରିଖରେ ତା'ର ପ୍ରଥମ ପାଳି ପଡ଼ୁଛି ଏବଂ ଡିସେମ୍ବର 4 ତାରିଖରେ ମାଣବସାର ଶେଷ ପାଳି ପାଳନ ହେବ। ମା ଲକ୍ଷ୍ମୀଙ୍କର ମାର୍ଗଶିର ମାସର ଗୁରୁବାର ଗୁଡ଼ିକ ଅଧିକ ପ୍ରିୟ ହୋଇଥାଏ। ମାର୍ଗଶିର ମାସର ଗୁରୁବାର ମଧ୍ୟ ପ୍ରତ୍ୟେକ ଗୃହିଣୀମାନଙ୍କର ଅଧିକ ପ୍ରିୟ ହୋଇଥାଏ। ପ୍ରତ୍ୟେକ ସଧବା ନାରୀମାନେ ଶ୍ରଦ୍ଧାର ସହିତ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପରଦିନ ମାର୍ଗଶିର ମାସର ଆରମ୍ଭ ହୋଇଯାଉଛି। ମାନେ କାର୍ତ୍ତିକ ପୂର୍ଣ୍ଣିମା ଯେତେବେଳେ ଶେଷ ହୋଇଯିବ ତା ପରଦିନ ଠାରୁ ମାର୍ଗଶିର ମାସର ଆରମ୍ଭ ହୋଇଯାଉଛି। ତ ନଭେମ୍ବର 6 ତାରିଖରେ ହିଁ ମାର୍ଗଶିର ମାସର ପ୍ରଥମ ଗୁରୁବାର ପଡ଼ୁଛି। ତ ଏହି ପାଳିକୁ ଅଲାଗି ପାଳି ବୋଲି କୁହାଯାଏ। ଏହି ପ୍ରଥମ ପାଳିଟି ମାଣବସା ଯାଏ ନାହିଁ। ଯେଉଁ ଆଡ଼େ ସବୁ ସଂକ୍ରାନ୍ତି ମାସ ଧରାଯାଏ, ସେଇପଟେ ପ୍ରାୟ ଏହି ଅଲାଗି ପାଳିରେ ମାଣ ବସାଇଥାନ୍ତି। ଯେମିତିକି ଭଦ୍ରକ, ଯାଜପୁର, ବାଲେଶ୍ୱର ପଟେ ଏମିତି କରାଯାଏ। ଯଦି ଆପଣଙ୍କ ଘରେ ଆଗରୁ ଅଲାଗି ପାଳିରେ ମାଣ ବସାଇବାର ନିୟମ ରହିଛି ବା ଆପଣ ପ୍ରଥମରୁ ହିଁ ଅଲାଗି ପାଳିରେ ମାଣ ବସାଇ ଆସୁଛନ୍ତି, ଆପଣଙ୍କ ଘରେ ସେମିତି ନିୟମ ରହିଛି, ତାହେଲେ ଆପଣମାନେ ମଧ୍ୟ ଏହି ଅଲାଗି ପାଳିରେ ମାଣ ବସାଇ ପାରିବେ। ଏଥିରେ କିଛି ଭୁଲ ନୁହେଁ କି କିଛି ଅପରାଧ ନାହିଁ। ଆପଣଙ୍କର ନିୟମ ଅନୁସାରେ ଆପଣ ମାଣ ବସାନ୍ତୁ, କିଛି ଅସୁବିଧା ହେବନି। ଭକ୍ତି ମନରେ ଥରେ ଜୟ ମା ମହାଲକ୍ଷ୍ମୀ ଲେଖନ୍ତୁ। ମା ଆପଣଙ୍କ ପୂଜା ଉପରେ ସନ୍ତୁଷ୍ଟ ହେବେ। ଆପଣଙ୍କ ସବୁ ଦୁଃଖ କଷ୍ଟ ଅଭାବ ଯାହା ରହିଛି ମା ଅନ୍ନପୂର୍ଣ୍ଣା ଦୂର କରିବେ। ଏବଂ ଭିଡ଼ିଓଟି ଭଲ ଲାଗୁଥିଲେ ଗୋଟିଏ ଲାଇକ୍ ମଧ୍ୟ ନିହାତି କରିବେ। କିନ୍ତୁ ଖୋର୍ଦ୍ଧା, ପୁରୀ ପଟ ଏରିଆରେ ବା ଆମ ଏପଟ ଏରିଆରେ ଅଲାଗି ପାଳିରେ ମାଣ ବସାଯାଇ ନଥାଏ। ଯେହେତୁ ଆମେ ଜଗନ୍ନାଥ ପାଞ୍ଜିକୁ ସମ୍ମାନ ଦେଇଥାଉ, ଶ୍ରୀମନ୍ଦିରର ରୀତିନୀତିକୁ ଆମେ ମାନିଥାଉ, ସେଇଥିପାଇଁ ପ୍ରଥମାଷ୍ଟମୀ ପୂର୍ବରୁ ମାଣ ବସାଇ ନଥାଉ। ମାନେ ଶ୍ରୀମନ୍ଦିରରେ ଯାହା ଯେମିତି ସବୁ ପର୍ବପର୍ବାଣି ରୀତିନୀତି ରହିଥାଏ, ଆମେ ଏପଟେ ସବୁ ମାନିଥାଉ। ଯେହେତୁ ଆମେ ଶ୍ରୀ ଜଗନ୍ନାଥ ପାଞ୍ଜିକୁ ମାନିଥାଉ, ସେଥିପାଇଁ ଆମେ ଅଲାଗି ପାଳିରେ ମାଣ ବସାଇ ନଥାଉ। ପ୍ରଥମାଷ୍ଟମୀ ଦିନରେ ବଡ଼ ଠାକୁର ବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୋଢ଼ୁଆ ହୋଇଥାନ୍ତି। ମା ଲକ୍ଷ୍ମୀ ମଧ୍ୟ ପୋଢ଼ୁଆ ହୋଇଥାନ୍ତି। ସେଥିପାଇଁ ଅଲାଗି ପାଳିରେ ମାଣ ବସାଯାଇନଥାଏ। ମାନେ ବଡ଼ ଠାକୁର ଏବଂ ମହାପ୍ରଭୁ ମା ଲକ୍ଷ୍ମୀ ପୋଢ଼ୁଆ ହେବେ, ତାପରେ ହିଁ ମାଙ୍କର ମାଣବସା ପାଳି ଆରମ୍ଭ ହେବ। ପ୍ରଥମ ପାଳି ମା ନଗର ବୁଲିବା ପାଇଁ ଆସିବେ ଏବଂ ଘରେ ଘରେ ଦେଖିବେ କେଉଁମାନେ ମାଣ ବସାଉଛନ୍ତି ନାହିଁ ବା ତାଙ୍କର କିଏ ଶ୍ରଦ୍ଧାରେ ପୂଜା କରୁଛନ୍ତି ନା ନାହିଁ। ତ ସେଥିପାଇଁ ଯେତେବେଳେ ପ୍ରଥମାଷ୍ଟମୀ ସରିଯିବ, ତାପରେ ମାଣବସା ଆରମ୍ଭ ହୋଇଥାଏ। ଚଳିତ ବର୍ଷ କିନ୍ତୁ 5 ପାଳି ମାଣବସା ପଡ଼ୁଛି। ତେଣୁ ଧାନମାଣିକା ଅନୁସାରେ ଆପଣ ମାଣବସା 4 ପାଳି ହିଁ ପାଳନ କରିବା କଥା। ଅଲାଗି ପାଳିକୁ ଛାଡ଼ିଦେଲେ ବାକି 4 ପାଳି ଆପଣ ଭଲ ଭାବରେ ମାଣ ବସାଇ ପାରିବେ। ଅଲାଗି ପାଳିରେ ଚାଉଳ, ଝୋଟି, ଚିତା ପକାଯାଏ ନାହିଁ। ଏହି ଦିନ ଧଳା ମୁରୁଜରେ ହିଁ ଚିତା କରିପାରିବେ। ପଦ୍ମ ଫୁଲର ଚିତା, ବିଭିନ୍ନ ପ୍ରକାର ଝୋଟି ପକାଇ ପାରିବେ। ଏହି ଦିନ ମାଙ୍କର ପୂଜା କରିପାରିବେ। କିନ୍ତୁ ଅଲାଗି ପାଳିରେ ମାଣ ବସାଇବେ ନାହିଁ। କିନ୍ତୁ ମା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ। ଯେଉଁମାନେ ଅଲାଗି ପାଳିରେ ମାଣ ବସାଇ ନଥିବେ, ସେମାନେ ପ୍ରଥମାଷ୍ଟମୀ ପରଦିନ ନଭେମ୍ବର 13 ତାରିଖରେ ପ୍ରଥମ ପାଳି ମାଣ ବସାଇବା ଉଚିତ। କିଛି ଲୋକଙ୍କ ଘରେ 4 ପାଳି ଯାକ ମାଣ ବସାଯାଏ ଆଉ ପ୍ରତି ପାଳି ମାଣକୁ ଉଠାଯାଇଥାଏ। କାହିଁକିନା କିଛି ନିୟମ ଥାଏ। ଯେଉଁମାନେ ସେହି ନିୟମକୁ ମାନି ନପାରିବେ ବା ମାନିପାରିବେ ନାହିଁ, ସେମାନେ ପ୍ରତିପାଳି ମାଣ ବସାଇଥାନ୍ତି ଆଉ ପ୍ରତିପାଳି ମାଣ ଉଠାଇଥାନ୍ତି। କାହିଁକିନା ଘରେ ଯଦି ମାଣ ବସିବେ, ମା ସେମିତି ରହିଥିବେ, ତ ଘରେ ପିଆଜ ରସୁଣ ଆମିଷ ସେମିତି କିଛି ହେବ ନାହିଁ। କିଛିଟା ନିୟମ ମାନିବାକୁ ପଡ଼ିବ। ସେଥିପାଇଁ ପ୍ରତିପାଳି ମାଣ ବସାଇକି ପ୍ରତିପାଳି ମାଣ ମଧ୍ୟ ଉଠାଇଥାନ୍ତି। ଆଉ କିଛି ଜଣଙ୍କ ଘରେ ଆପଣ ଦେଖିଥିବେ କେବଳ ଶେଷ ପାଳି ହିଁ ସେମାନେ ମାଣ ବସାଇଥାନ୍ତି, ଗୋଟିଏ ପାଳି। ଆଉ କିଛି ଜଣଙ୍କ ଘରେ ମାର୍ଗଶିର ମାସରେ 2 ପାଳି ମାଣ ବସାଇଥାନ୍ତି। ବାକି ମାଘ ମାସରେ ଆଉ 2 ପାଳି ମାଣ ବସାଇକି ମାଘ ମାସରେ ଆଉ 2 ପାଳି ମାଣ ବସାଇକି ମାଣ ସେମାନେ ଉଠାଇଥାନ୍ତି। ଯେଉଁମାନେ କେବଳ ଗୋଟିଏ ପାଳି ହିଁ ମାଣ ବସାଇଥାନ୍ତି, ସେମାନେ ଶେଷ ପାଳି ମାଣ ନ ବସାଇ କେବଳ ତୃତୀୟ ପାଳିରେ ହିଁ ମାଣ
ବସାଇବା ଉଚିତ। କାହିଁକି ନା ଶେଷ ପାଳି ହୁଏତ କିଛି କାରଣ ପାଇଁ ଚୁତକ ମୃତକ କିମ୍ବା ମାସିକ ଧର୍ମ କିମ୍ବା ଅନ୍ୟ କୌଣସି କାରଣ ପାଇଁ ମାଣ ହୁଏତ ବସି ନପାରେ କିଛି ଅସୁବିଧା ପାଇଁ। ସେଥିପାଇଁ ଆମେ ଯଦି ଶେଷ ପାଳିକୁ ରହିବା ହୁଏତ ମାଣ ଏ ବର୍ଷ ବସାଇ ପାରିବା ନାହିଁ। ସେଥିପାଇଁ ଆମେ ଶେଷ ପାଳିକୁ ମାଣ ନ ବସାଇ ଯେଉଁମାନେ ଗୋଟିଏ ପାଳି ବସାଇବେ ସେମାନେ ତୃତୀୟ ପାଳି ହିଁ ମାଣ ବସାଇ ଦେବା ସବୁଠାରୁ ଭଲ କାର୍ଯ୍ୟ ଅଟେ। ଧାନ ମାଣିକା ଅନୁସାରେ କେଉଁ ପାଳିରେ କେଉଁ ଭୋଗ ଲାଗିବା ଉଚିତ ଆସନ୍ତୁ ଏବେ ଜାଣିବା। ପ୍ରଥମ ପାଳି ଗୁରୁବାରରେ ତରଣ ଭୋଗ ମାଆଙ୍କ ପାଖରେ ଲାଗିଥାଏ। ଦ୍ୱିତୀୟ ପାଳିରେ ମାଆଙ୍କ ପାଖରେ ଚିତଉ ଚକୁଳି ଭୋଗ ଲାଗିଥାଏ। ତୃତୀୟ ପାଳି ମାଣବସାରେ ଦହି ପଖାଳ ସହିତ ସୋରିଷ ଶାଗ ଭଜା କଦଳୀ ଭଜା ଏବଂ ଶେଷ ପାଳିରେ ମଣ୍ଡା ଗଇଁଠା ଭୋଗ ଲାଗିଥାଏ। ପିଠାପଣା ସବୁ ହୋଇଥାଏ, ଭୋଗ ଲାଗିଥାଏ। ତା ସହିତ ଫଳମୂଳ ଛେନାପଣା ଇତ୍ୟାଦି ମଧ୍ୟ ମାଆଙ୍କ ପାଖରେ ଭୋଗ ଲାଗିଥାଏ। ମାଣବସାରେ ଆପଣମାନେ ଯେଉଁ ଭୋଗ ଶୁଣିଲେ ସବୁ ଧଳା ରଙ୍ଗର ହିଁ ଭୋଗ ଲାଗିଥାଏ। ଯେମିତିକି ତରଣ ହେଲା, କି ଚିତଉ ହେଲା, ସିଏ ମଧ୍ୟ ଧଳା, ଚିତଉ ଚକୁଳି ଧଳା, ତାପରେ ଦହି ପଖାଳ ସେଇଟା ମଧ୍ୟ ଧଳା। ତ ଧଳା ରଙ୍ଗର ଭୋଗ ସବୁ ଲାଗିଥାଏ। ମଣ୍ଡା ଗଇଁଠା ପିଠା ସେଇଟା ମଧ୍ୟ ଧଳା ରଙ୍ଗର ଭୋଗ ହିଁ ଲାଗିଥାଏ। କାରଣ ମାଆଙ୍କୁ ଏହା ପ୍ରିୟ ହୋଇଥାଏ। ମାଆଙ୍କୁ ଧଳା ହଳଦିଆ ରଙ୍ଗର ଫୁଲ ମଧ୍ୟ ଅଧିକ ପ୍ରିୟ ହୋଇଥାଏ। ଯେମିତିକି ଗେଣ୍ଡୁ ଫୁଲ, ପଦ୍ମ ଫୁଲ, ସୋରିଷ ଫୁଲ ଏସବୁ ମାଆଙ୍କର ଅଧିକ ପ୍ରିୟ। ଅନ୍ୟ ଫୁଲରେ ବି ପୂଜା କରିହେବ, କିନ୍ତୁ ଏଇ ଫୁଲ ଗୁଡ଼ିକ ମାଆଙ୍କର ପ୍ରିୟ। ତାଙ୍କୁ ଏଇ ମାଣବସାରେ ଏଇ ଫୁଲ ଗୁଡ଼ିକ ଅର୍ପଣ କଲେ ମାଆ ଅଧିକ ଖୁସି ହୁଅନ୍ତି। ତା ସହିତ ଟଗର, ଟରାଟ, ଚମ୍ପା ଫୁଲରେ ମଧ୍ୟ ମାଆଙ୍କୁ ପୂଜା କରାଯାଏ। ଯେଉଁମାନେ ପ୍ରଥମ ଥର କରି ମାଣ ବସାଇବା ପାଇଁ ଚାହୁଁଥିବେ, ଆଗରୁ କେବେ ବସାଇ ନଥିବେ କିନ୍ତୁ ମନରେ ଇଚ୍ଛା ଥିବ ଯେ ମୁଁ ମାଣ ବସାଇବି, ତ ସେମାନେ ନିଜ ଯାଆଙ୍କ ଠାରୁ, ଯଦି ଶାଶୁ ଥିବେ ତ ଘରେ ତ ଆପଣ ଏକାଠି ମାଣ ବସାଉଥିବେ, ଯଦି ଶାଶୁ ନାହାନ୍ତି ତ ଯାଆ ଯଦି ଆପଣଙ୍କର ମାଣ ବସାଉଛନ୍ତି ପୂର୍ବରୁ, ତ ଆପଣ ଯାଆଙ୍କ ଠାରୁ ମଧ୍ୟ ମାଣର କିଛି ବି ଜିନିଷ ଗୁଆ ହେଉ, କଉଡ଼ି ହେଉ, ମାଆଙ୍କର କିଛି ଚୁନରି ଓଢ଼ଣି ଆଣିକି ପ୍ରଥମ ଥର ପାଇଁ ମାଣକୁ ବସାଇ ପାରିବେ। କିମ୍ବା ଶ୍ରୀମନ୍ଦିରରେ ମଧ୍ୟ ଆପଣମାନେ ଯେଉଁ ମା ଲକ୍ଷ୍ମୀଙ୍କର ମନ୍ଦିର ଅଛି ସେଠୁ ମଧ୍ୟ ପୂଜା ହେଉଥିବା ମାଆଙ୍କର କୌଣସି ଗୁଆ କଉଡ଼ି ହେଉ, ଓଢ଼ଣି ହେଉ, ଚୁନରି ହେଉ, କିଛି ବି ଜିନିଷ ଆପଣ ମାଆଙ୍କୁ ସେଠି ପୂଜା ମନ୍ଦିରରୁ ଆଣିକି ଆପଣ ପ୍ରଥମ ଥର ପାଇଁ ମାଣ ବସାଇ ପାରିବେ। ନହେଲେ ପାଖରେ ଯେକୌଣସି ଲକ୍ଷ୍ମୀଙ୍କ ମନ୍ଦିରରୁ ପୂଜା ଗୁଆ କଉଡ଼ି ଆଣିକି ମଧ୍ୟ ମାଣକୁ ପ୍ରଥମ ଥର ପାଇଁ ଆରମ୍ଭ ଆପଣ କରିପାରିବେ। ମାଣ ଜିନିଷ ସବୁ ମାଣ ହାଣ୍ଡିରେ ହିଁ ସଜେଇ ରଖିବା ଉଚିତ। ଇଆଡ଼େ ସିଆଡ଼େ ରଖାଯାଏ ନାହିଁ। ମାଣ ଜିନିଷ ରଖିବାକୁ ଏକ ହାଣ୍ଡି ରଖାଯାଏ, ମାଣ ହାଣ୍ଡି। ସେ ମାଣ ହାଣ୍ଡିରେ ସବୁ ଜିନିଷ ରଖାଯାଏ। ମାଣ ବସାଇବାର ଯାହା ସବୁ ଜିନିଷ ଥାଏ, ମାଣ ହାଣ୍ଡି ପିତ୍ତଳର କିମ୍ବା ରସର ହିଁ ହେବା କଥା। ମାଣବସା ସାରିବା ପରେ ପ୍ରତିବର୍ଷ ମାଣ ହାଣ୍ଡିକୁ ଏକ ଅଲଗା ସ୍ଥାନରେ ରଖିବା କଥା, ଯେମିତିକି କେହି ଆଉ ସେ ମାଣ ହାଣ୍ଡିକୁ ଛୁଇଁ ପାରିବେ ନାହିଁ। ମା ଲକ୍ଷ୍ମୀଙ୍କର ପୂର୍ବରୁ ରଖିଥିବା ଓଢ଼ଣି, ଶାଢ଼ୀ, ଅଳଙ୍କାର ଇତ୍ୟାଦି ଯେତେ ସବୁ ଶୃଙ୍ଗାର ଜିନିଷ ଅଛି ତାକୁ ଆପଣମାନେ ପୁଣି ଥରେ ମାଣବସାରେ ବ୍ୟବହାର କରିପାରିବେ। ଯଦି ସକ୍ଷମ ଅଛି ତାହେଲେ ଆପଣ ପ୍ରତିବର୍ଷ ନୂଆ ମଧ୍ୟ କିଣିପାରିବେ। ଯେମିତିକି ମାଆଙ୍କର ନୂଆ ଶାଢ଼ୀ, ଚୁନରି ଏସବୁ ନୂଆ ମଧ୍ୟ ପ୍ରତିବର୍ଷ ଆପଣ କିଣିପାରିବେ। କିନ୍ତୁ ଯଦି ପୂର୍ବରୁ ଯେଉଁଗୁଡ଼ା ଅଛି ଆପଣମାନେ ତାକୁ ପୁଣି ଥରେ ମଧ୍ୟ ମାଣବସାରେ ବ୍ୟବହାର କରାଯାଇପାରିବେ। ତାକୁ ଭଲ ଭାବରେ ଗୋବରରେ ଗଙ୍ଗା ଜଳରେ ଧୋଇକି ଭଲ ଭାବରେ ଶୁଖେଇକି ଏକ ଅଲଗା ସ୍ଥାନରେ ତାକୁ ମଧ୍ୟ ମାଣବସାରେ ପୁଣି ଥରେ ଆମେ ବ୍ୟବହାର କରିପାରିବା, ନହେଲେ ନୂଆ କିଣିପାରିବେ। ମାଣବସା ପୂର୍ବରୁ ପ୍ରଥମେ ଆମେ ପୂର୍ବଦିନ ଠାରୁ ସମସ୍ତ ଜିନିଷକୁ ସଜାଡ଼ି ରଖିଦେବା। କାରଣ ମାଣବସା ଯେହେତୁ ସକାଳୁ ଭୋରୁ ହୋଇଯାଏ, ତ ସେଥିପାଇଁ ଆମେ ପୂର୍ବଦିନ ଠାରୁ ସବୁ ସଜାଡ଼ିକି ରଖିଦେଲେ ମାଣବସାଇବା ପୁରା ସହଜ ହୋଇଯିବ। ମାଣ ବସାଇବା ପାଇଁ ସବୁ ପୂଜା ଜିନିଷ ବା ମାଣ ଜିନିଷକୁ ବୁଧବାର ଦିନ ଠାରୁ ସଜାଡ଼ିକି ରଖିଦେବା ଉଚିତ। ବର୍ତ୍ତମାନ ଆସନ୍ତୁ ଜାଣିବା ଗୁରୁବାର ଦିନରେ କ'ଣ କ'ଣ କରିବା ଉଚିତ ନୁହେଁ। ଗୁରୁବାରରେ ଆମିଷ, ପିତା, କଷା, ଲାଉ, ତିକ୍ତ ଖାଦ୍ୟ, ପିଆଜ, ରସୁଣ ଖାଇବା ଉଚିତ ନୁହଁ। ଖଇ, ଚୁଡ଼ା ଭାଜିବା ଉଚିତ ନୁହଁ। ଲାଉ ସହିତ ଆମିଷ ଖାଇବା ଉଚିତ ନୁହଁ। ସଫାସଫି କରିବା ଉଚିତ ନୁହଁ। ଘର ଝଡ଼ାଝଡ଼ି ମଧ୍ୟ କରିବା ଅନୁଚିତ ଗୁରୁବାରରେ। ପୁରୁଣା ଚିରା ମଇଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ। ମୁଣ୍ଡ ସଫା କରିବା ଉଚିତ ନୁହେଁ। ମୁଣ୍ଡ ଧୋଇବା ଉଚିତ। ମୁଣ୍ଡ କିନ୍ତୁ ଧୋଇବା ଉଚିତ। ସୂର୍ଯ୍ୟୋଦୟ ପରେ ଉଠିବା ମଧ୍ୟ ଉଚିତ ନୁହେଁ। କଳା ଶାଢ଼ୀ, କଳା ଚୁଡ଼ି, କଳା ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହଁ। ଶରୀରରୁ ଅଳଙ୍କାର ମଧ୍ୟ ଉତାରିବା ଉଚିତ ନୁହେଁ। ମୁଣ୍ଡ ଧୋଇବା ଉଚିତ କିନ୍ତୁ ସଫା କରିବା ଉଚିତ ନୁହେଁ। ଗୁରୁବାର ଦିନରେ ଶୋଇବା ଉଚିତ ନୁହଁ। ଦିନ ସମୟରେ ସବୁଦିନ ଶୋଇଥିବା ଶେଯରେ ମଧ୍ୟ ଶୋଇବା ଉଚିତ ନୁହଁ। ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସହିତ କଳି ଝଗଡ଼ା କରିବା ମଧ୍ୟ ଉଚିତ ନୁହଁ। ଗୁରୁବାର ଦିନ ଘରର ଝାଡ଼ୁକୁ ମଧ୍ୟ କାହାକୁ ଦେବା କଥା ନୁହଁ। କାହାକୁ ପଇସା ଧାରରେ ଦେବା କିମ୍ବା ଚାଉଳ ଏହି ଦିନରେ ଦେବା ଉଚିତ ନୁହଁ। ତା ସହିତ ମାଣବସାର ପ୍ରସାଦ ମଧ୍ୟ ଅନ୍ୟକୁ ଦେବା ଉଚିତ ନୁହଁ। ବିବାହିତ ନାରୀମାନେ ମାଣବସାରେ ଧଳା
ଶାଢ଼ୀରେ ନାଲି କାଢ଼ିଥିବା ସୂତା ଶାଢ଼ୀ କିମ୍ବା ହଳଦିଆ ଲୁଗାରେ ନାଲି ଶାଢ଼ୀ ଥିବା ଲୁଗା ପିନ୍ଧିବା ଉଚିତ। ମାଣବସାରେ ନିଜକୁ ସଜେଇବା ଉଚିତ। ପାଦରେ ଅଳତା ଲଗାଇବା, ସବୁ ଗହଣା ପିନ୍ଧିକି, ଶଙ୍ଖା ସିନ୍ଦୁର ପିନ୍ଧିକି ନିଜକୁ ଅଧିକ ସୁନ୍ଦର କରି ସଜେଇବା ଉଚିତ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ। ଗୋଟେ ମାସ ପର୍ଯ୍ୟନ୍ତ ସେମିତି ମାଣ ବସିଥାଏ, କିନ୍ତୁ କେହି ସବୁ ନିୟମ ପାଳନ ନ କରିପାରିବାରୁ ମାଣ ବସେ ସେଇଦିନ ମାଣକୁ ଉଠେଇ ଦିଅନ୍ତି। ପୂଜା ସମୟରେ ଲକ୍ଷ୍ମୀ ପୁରାଣ ବହି ପଢ଼ିବା, ଧାନ ମାଣିକ ବହି ପଢ଼ିବା ଆବଶ୍ୟକ ଅଟେ। ଏହାକୁ ଭକ୍ତିର ସହିତ ପାଠ କରନ୍ତୁ, ମା ଲକ୍ଷ୍ମୀ ନିହାତି ପ୍ରସନ୍ନ ହେବେ। ଯାହା ସବୁ ପୂଜା ସାମଗ୍ରୀ ଆବଶ୍ୟକ ତାହା ବୁଧବାର ଦିନଠାରୁ ଯୋଗାଡ଼ି ରଖିଦେବେ ଏବଂ ଗୁରୁବାର ଦିନ ମୁଣ୍ଡ ସଫା କରାଯାଇନଥାଏ, ତେଣୁ ବୁଧବାର ଦିନଠାରୁ ମୁଣ୍ଡକୁ ସଫା କରି ଗୁରୁବାର ଦିନ କେବଳ ମୁଣ୍ଡ ଧୋଇବା ହିଁ ଆବଶ୍ୟକ। ତାପରେ ମାଣ ଆପଣ ବସେଇକି ପୂଜା କରିବା ଉଚିତ। ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଆପଣଙ୍କୁ ଭିଡ଼ିଓଟି ପସନ୍ଦ ଆସିଛି ତାହେଲେ ନିହାତି ଆପଣ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଲେଖନ୍ତୁ। ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ। ଏମିତି ଶିକ୍ଷଣୀୟ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିପାରିବେ। ଆଜି ପାଇଁ ଏତିକି ରହିଲି। ଜୟ ମା ଲକ୍ଷ୍ମୀ। ଧନ୍ୟବାଦ।